ମାନେ ଆମେ ବାହାରି ଗଲୁ ଆଜି ମୋ ଭାଇର ବାହାଘର ପାଇଁ। ଭାଇର ବାହାଘର ଭଉଣୀ ତ ରେଡି ହବ ନା, ରେଡି ହେଇ ଆମେ ବାହାରି ଗଲୁ ବରଯାତ୍ରୀରେ। ବରଗାଡ଼ି ପଛେ ପଛେ ଆମେ ପହଞ୍ଚିଗଲୁ ମନ୍ଦିରରେ। ମନ୍ଦିରରେ ଯାଇ ଦେଖି ତ ଆରେ ଇଏ କ'ଣ, ଭାଇର ତ ମେକଅପ୍ ସବୁ ଛାଡ଼ି ଯାଇଛି। ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ସବୁ କିଛି ନଷ୍ଟ ହେଇଯାଇଛି। ଆଉ ଭାଇର ପୁଣି ଥରେ ମୁଁ ମେକଅପ୍ କରିବାକୁ ଲାଗିଲି। ପ୍ରଥମ ଥର ଜୀବନରେ ମେକଅପ୍ ହେଉଛି ନା। ତାପରେ ଆସିକି ଆମେ ବାହାଘର ବେଦିରେ ସିଧା ପହଞ୍ଚିଗଲୁ। ବାହାଘର ଅଧା ହେଇସାରିଲା ପରେ, ମାଳ ଏକ୍ସଚେଞ୍ଜ ସରିଲା ପରେ ବାହାଘର ସମ୍ପୂର୍ଣ୍ଣ ହୋଇଗଲା। ଏତେ ସବୁ ପରେ ମୋତେ ତ ଭୋକ ହେବ ନା, ଖାଇବାକୁ ମୁଁ ଚାଲି ଆସିଲି। ଭୋଜି ତ ବହୁତ ବଢ଼ିଆ ହେଇଥିଲା। ତାପରେ ଆସିଗଲା ଦୁଃଖର ସମୟ। ବିଦାୟ ବେଳେ ଭାଉଜ ବହୁତ କାନ୍ଦୁଥିଲେ। ଝିଅଙ୍କ ଜୀବନରେ ଏଇଟା ତ ବହୁତ ବଡ଼ ଦୁଃଖ କଥା ନା। ଭଗବାନଙ୍କ ଦୟାରୁ ଆମେ ଭଲରେ ଭଲରେ ତାପରେ ଆସି ଘରେ ପହଞ୍ଚିଗଲୁ। ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଯାଇଥାଏ। ଏବେ ଆସିଲା ମୋରି ପାଳି। ନଣନ୍ଦ ପୁଟୁଳି ଛାଡ଼ିବିନି। अभी मजा आएगा ना भिड़ो। ଫାଇନାଲି ମୁଁ ମୋ ନଣନ୍ଦ ପୁଟୁଳିଟି ପାଇଗଲି।